ମୁଁ ଗୋଟେ କଥା କହିବାକୁ ଚାହୁଁଛି, ଯଦି ଲାଇଫରେ କିଛି ଶିଖିବାର ଅଛି ତେବେ ସେଥିରେ କ'ଣ ସମୟ ଦେବାକୁ ପଡ଼ିବ। ଯଦି ଆମେ ସମୟ ଦେବାନି ତେବେ କେବେ ବି ଶିଖିପାରିବାନି। ଆଉ ଯଦି ଗୋଟେ ଏମିତି ବିଷୟ ଯାହା ଆମକୁ ଲାଇଫକୁ ଆଗକୁ ବଢ଼େଇବା ପାଇଁ ସାହାଯ୍ୟ କରୁଛି, ସେଇଟା ଗୋଟେ ସ୍କିଲ୍ସ ହେଇପାରେ, ଗୋଟେ କାମ ହେଇପାରେ, ଗୋଟେ ଯାହା ବି କିଛି ଆମକୁ ଲାଇଫରେ ଇମ୍ପ୍ରୁଭ୍ କରିବା ପାଇଁ, ଗ୍ରୋ କରିବା ପାଇଁ ହେଲ୍ପଫୁଲ୍ ଅଛି, ତ ସେଇ ଜିନିଷଟା ଯଦି ଆମକୁ ଶିଖିବାର ଅଛି ତେବେ ଆମକୁ ସେଇଠି ସମୟ ଦେବାକୁ ପଡ଼ିବ। ଏବେ ଇଂଲିଶ ଯଦି କହିବାର ଅଛି ତେବେ ତାକୁ ଦରକାର ପ୍ରାକ୍ଟିସ୍। ପ୍ରାକ୍ଟିସ୍ ପାଇଁ ଦରକାର କ'ଣ ମେଥଡ଼ ବା ଯାହା ବି କିଛି ରୁଲ୍ସ ଅଛି, ଷ୍ଟ୍ରକ୍ଚର୍ସ ଗୁଡ଼ାକ ଅଛି। ତ ସେଇଆ ପାଇଁ ଆମେ ତ ଡାଇରେକ୍ଟ ଶିଖିପାରିବାନି, ଜଣଙ୍କର ମେଣ୍ଟରସିପ୍ ଦରକାର ବା ଗାଇଡେନ୍ସ ଦରକାର। ଏବେ ମୁଁ ଅଛି ଗାଇଡ୍ କରିବା ପାଇଁ, ମୁଁ ରାଇଟ୍ ମେଥଡ଼ରେ ଗାଇଡ୍ କରିବି, ଇଂଲିଶ ପଢ଼େଇବି, ଶିଖେଇବି, କିନ୍ତୁ ସମୟ ଦେବାକୁ ପଡ଼ିବ, ଶିଖିବା ପାଇଁ ସମୟ ଦେବାକୁ ପଡ଼ିବ। ହେଲେ କ'ଣ ଦିନକୁ ଘଣ୍ଟାଟି ଯଦି ସମୟ ଦେଲେ ସେ ସ୍କିଲ୍ସଟା ଇମ୍ପ୍ରୁଭ୍ ହେବ। ଯଦି ଗୋଟେ ବିଷୟ ଆମେ ଶିଖିଥିଲେ ମଧ୍ୟ ସେ ଜିନିଷକୁ ଯଦି ଆମେ ୟୁଟିଲାଇଜ୍ କରିବାନି ପ୍ରାକ୍ଟିକାଲ ଲାଇଫରେ, ତେବେ ସେଇଟା ମଧ୍ୟ ଭୁଲି ଯିବାର ଚାନ୍ସେସ୍ ଥାଏ। ତେଣୁ ଯାହା ବି ଗୋଟେ ଭଲ ବିଷୟ ଶିଖିଲେ ତାକୁ ଲାଇଫରେ ଇମ୍ପ୍ଲିମେଣ୍ଟ କଲେ ସେ ଜିନିଷଟା ଗ୍ରୋ କରେ, ଆମକୁ କନଫିଡେଣ୍ଟ କରେ, ଆମକୁ ଲାଇଫରେ ଆଗକୁ ବଢ଼ିବାକୁ ହେଲ୍ପ କରେ।